ସାଙ୍ଗମାନେ ଏ ସବୁ ଏସ୍ଏଚଜି ପଇସା ଦେଇଛନ୍ତି ମୋତେ ଡିପୋଜିଟ୍ କରିତେ। ମୁଁ କହିଲି ଏଇ ତୁମେ ଡିପୋଜିଟ୍ କରିବା ପାଇଁ ଦେଇଛ, ମୁଁ ଯାଉଛି ପଇସା ନେଇକି କୁଆଡ଼େ ବୁଲି ବୁଲାକି ପଳେଇ ଆସିବି ଥଣ୍ଡା ଜାଗା ଦେଖିକିରି। ଆଉ କହିଲେ ତମେ ବୁଲି ବୁଲାକି ଆସିଲେ ଆମେ ତୁମକୁ ଛାଡ଼ିବୁନି ନା। ମୁଁ କହିଲି ମାଲୋ ଛାଡ଼ିବନି ତାହେଲେ। ମୁଁ କହିଲି ବଡ଼ ଅପାଟାକୁ ତୁମେ ଛାଡ଼ିବନି ନା ଲୋ? କହିଲେ ଆଉ ପଇସା ପାଖରେ ବଡ଼ କ'ଣ ସାନ କ'ଣ କିଛି ଛାଡ଼ିବନି। ମୁଁ ଏଇ ତାଙ୍କ ପଇସାକୁ ସବୁ ଲେଖୁଛି, ତାକୁ ଡିପୋଜିଟ୍ କରିବି। ସମସ୍ତେ ପଇସା ଆଣିକି ଦିଅନ୍ତି ନା ଡିପୋଜିଟ୍ କରିବା ପାଇଁ, ତ ମୁଁ ତାକୁ ନେଉଛି ଡିପୋଜିଟ୍ କରିବା ପାଇଁ। ସାଙ୍ଗମାନେ ଟଙ୍କା ଦେଖିଲେ ତ ସମସ୍ତଙ୍କର ଲୋଭ କାହାର ଇଚ୍ଛା ହେବନି ପଇସା ପ୍ରତି ଆଗ୍ରହ, ତ ସମସ୍ତଙ୍କର ଇଚ୍ଛା ହେଇଥିବ। ମୁଁ କିନ୍ତୁ ସେ ଟଙ୍କା କ'ଣ ଆଜି ଅଛି କାଲି ନାହିଁ ସଇଲା। ତେଣୁକରି ହାପି ହେଉଛି ରହିବା ପାଇଁ ସବୁବେଳେ ମନଟା ସଫା ରହିବା ଉଚିତ। ଏକୁ ନେଇଯିବି, ତାକୁ ହେଉଛି ଡିପୋଜିଟ୍ କରିଦେବି। ଆଉ ରହିଲି ସାଙ୍ଗମାନେ ଏସ୍ଏଚଜି ମାନେ ଠିକ୍ କାମ କଲେ ଭଲ। ଟାଇମ୍ ଅନୁସାରେ ଡିପୋଜିଟ୍ କରିବ ଗୋଟେ ମେସେଜ୍। ତ ତୁମର ଧରନ୍ତୁ 20 ତାରିଖ ତୁମେ ଲୋନ୍ ଉଠେଇଛ ବ୍ୟାଙ୍କରୁ, ତୁମେ 20 ତାରିଖ ପୂର୍ବରୁ ଚେଷ୍ଟା କରିବ ପକାଇତେ। କାରଣ 20 ତାରିଖ ପୂର୍ବରୁ ପକାଇଲେ ତୁମର ଯେଉଁ ଇଣ୍ଟରେଷ୍ଟଟା ଆସୁଛି ସେଇଟା ହେଉଛି ରିଟର୍ଣ୍ଣ ହେବ। ତୁମେ କ'ଣ କରିବ, ଧର 20 ତାରିଖ ପକାଇଛ ନା, ତୁମ ଡେଟ୍ଟା ଆଉ ଟିକେ ଫାଷ୍ଟ ରଖିଦେବ। କାରଣ ସେଇ ପାଖାପାଖି ରଖିଲେ ତୁମେ ହେଉଛି ଡେଟ୍ ପାର ହେଇଯିବ, 20 ତାରିଖ ପାର ହେଇଯିବ, ଦେଇପାରିବନି। ସେଇ ଭୁଲଟା ବହୁତ ଜଣ କରନ୍ତି। ତ କ'ଣ 20 ତାରିଖ ଯଦି ରଖିଛନ୍ତି ଡ୍ୟୁ ଡେଟ୍, ତାହେଲେ ହେଉଛି 15 ତାରିଖ ରଖନ୍ତୁ ହେଉଛି ଆଦାୟ କରିବା ଡେଟ୍। 15 ତାରିଖ ହେଲେ 2-3 ଦିନ ସେ ଭିତରେ ବି ତ ଲେଟ୍ ହେଇଯିବ। ଯାହାହେଲେ ବି 20 ତାରିଖ ପହଞ୍ଚିଲା ବେଳକୁ 5 ଦିନ ଲେଟ୍ ଅଛି। ତ ସେଇ 2 ଦିନ ହେଉ କି 1 ଦିନ ହେଉ, ଯାହାହେଲେ ବି ଲେଟ୍ ହେଇଯିବ କି ନାହିଁ। ତ ସେଇ ବିଷୟରେ ଭିତରେ କଲେକ୍ସନ୍ କରିହେବ, ଆଉ ହେଉଛି ଡିପୋଜିଟ୍ କରିହେବ। ତ ଏଇ ଏସ୍ଏଚଜି ଭଉଣୀମାନଙ୍କୁ ମୁଁ କହିଛି, ତ ତୁମେ 20 ତାରିଖ ପୂର୍ବରୁ 5 ଦିନ ପୂର୍ବରୁ ଡେଟ୍ ରଖ। ତ ପିଲାମାନେ ଯାହାହେଲେ ବି 1 ଦିନ କି 2ଟା ଦିନ ସମସ୍ତଙ୍କ ହାତରେ ରହିବ, ସେ ଦେଇପାରିବେ। ଆମେ 20 ତାରିଖ ପୂର୍ବରୁ ହିଁ ସମସ୍ତେ ରଖିଦେଉଛନ୍ତି। ଧରନ୍ତୁ ତୁମେ 30 ତାରିଖ ଡେଟ୍ କରିଥିବ, 30 ତାରିଖ ଡେଟ୍ ଅଛି ଡିପୋଜିଟ୍ କରିତେ, 5 ଦିନ ପୂର୍ବରୁ ଆମେ ରଖିବା। 25 ତାରିଖ କରିଦେବ ପିଲାମାନଙ୍କୁ, ଯେ 25 ତାରିଖ ଅଛି ହେଉଛି ଆମର ଡିପୋଜିଟ୍ ଡେଟ୍, ସେ 25 ତାରିଖ ଦେବେ। କି ଧର 25 ତାରିଖ ନେଇକି 24-27 ହେଇଯିବ, କିନ୍ତୁ 30 ତାରିଖ ତ ଟିକେ ଦୂର ଅଛି ନା। ତ 5 ଦିନ ପୂର୍ବରୁ ସବୁବେଳେ ରଖିଲେ ପଇସାଟା ଡିପୋଜିଟ୍ କରିଦେବ ଡେଟ୍ ପୂର୍ବରୁ, ଆଉ ତୁମର ଯେଉଁ ଇଣ୍ଟରେଷ୍ଟଟା ପଳେଇ ଆସିବ। ଆଉ 1 ଦିନ ଯଦି ତୁମର ଗଡ଼ି ଯାଉଛି ତାହେଲେ ଇଣ୍ଟରେଷ୍ଟଟା ଆସୁନି। ତ ସେଥିପାଇଁ ସମସ୍ତେ ଧ୍ୟାନ ଦେବେ। ଯେଉଁ ଡିପୋଜିଟ୍ର 5 ଦିନ ପୂର୍ବରୁ ଡେଟ୍ ରଖନ୍ତୁ, କି କହିବେ ଏଇ ଡେଟ୍ଟା ଆମର ହେଉଛି, ଯେବେ ଲୋନ୍ ଉଠେଇବେ କହିବେ ଏଇ ଡେଟ୍ଟାରେ ଆମେ ସମସ୍ତେ ପଇସା ଡିପୋଜିଟ୍ କରିବା, ତାହେଲେ ହେଉଛି ଆମେ ଇଣ୍ଟରେଷ୍ଟଟା ପାଇପାରିବା। ଥ୍ୟାଙ୍କ ୟୁ ରହିଲି ସାଙ୍ଗମାନେ। ଏଇଟା ଗୋଟେ ମେସେଜ୍ ଥିଲା। ତ ଏଇଟା ସବୁ ଏସ୍ଏଚଜି ମାନଙ୍କୁ ଏଇଟା ଗୋଟେ ମେସେଜ୍। ନିର୍ଦ୍ଦିଷ୍ଟ ଡେଟ୍ ପୂର୍ବରୁ 5 ଦିନ ପୂର୍ବରୁ ଡ୍ୟୁ ଡେଟ୍ ରଖନ୍ତୁ ନିଜର ପର୍ସନାଲ୍, ଆଉ ତା ପୂର୍ବରୁ ଡିପୋଜିଟ୍ କରନ୍ତୁ, ତାହେଲେ ଇଣ୍ଟରେଷ୍ଟଟା ପାଇବେ।